ଦୁଇଟି ଲବଙ୍ଗ ହାତରେ ଧରିକି ଏହି ମନ୍ତ୍ର ପଢ଼ି ଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ନାରୀ ରାତିଦିନ ଘରକୁ ଡାକିବ, ଯାହା ଚାହିଁବେ ତାହା କରିବ। ହଁ ଫ୍ରେଣ୍ଡସ୍, ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଦୁଇଟି ଲବଙ୍ଗର ସାହାଯ୍ୟରେ ଆପଣ କିପରି ଝିଅ ପଟେଇ ପାରିବେ, ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ପଟେଇ ପାରିବେ, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଏହି ବଶୀକରଣ ଆପଣଙ୍କୁ ସହଜ ଲାଗିବ, କିନ୍ତୁ ଦୁଇଟି ଲବଙ୍ଗର ଏହି ବଶୀକରଣ ପ୍ରଚଣ୍ଡ ମହାଶକ୍ତିଶାଳୀ ବଶୀକରଣ। ଏହାର ପ୍ରୟୋଗ କେବେ ବି ଖାଲି ଯାଏନି, ମାତ୍ର ଥରେ। ହଁ ଫ୍ରେଣ୍ଡସ୍, ମାତ୍ର ଥରେ ଯେଉଁ ଝିଅ ବା ବିବାହିତା ନାରୀ ଉପରେ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିଦେବେ, ସିଏ ସେହି ସମୟଠାରୁ ଆପଣଙ୍କ ପ୍ରେମରେ ଦିବାନୀ ହୋଇଯିବ, ପାଗଳୀ ପରି ଆପଣଙ୍କୁ ଭଲ ପାଇବାକୁ ଲାଗିବ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର କଷ୍ଟ କାମ କରିବାକୁ ପଡ଼ିବନି କିମ୍ବା କିଛି ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। କେବଳ ଯେତେବେଳେ ଆପଣ ରାତିରେ ଶୋଇବା ପାଇଁ ଯିବେ, ଦୁଇଟି ଲବଙ୍ଗ ଆଣିବେ, ତାପରେ ସେ ଦୁଇଟି ଲବଙ୍ଗକୁ ହାତରେ ଧରିକି ଏହି ମନ୍ତ୍ରକୁ 21 ଥର ପଢ଼ିଦେବେ। ଗ୍ୟାରେଣ୍ଟି ଦେଉଛି ଯେମିତି ଆପଣ ଏହି ମନ୍ତ୍ରକୁ 21 ଥର ପଢ଼ିବେ, ସେପଟେ ସେ ଝିଅ ହେଉ ବା ବିବାହିତା ନାରୀ ବିଚଳିତ ହୋଇ ଉଠିବ। ସେହି ସମୟଠାରୁ ଖାଲି ଆପଣଙ୍କ କଥା ଭାବିବ, ଯେପର୍ଯ୍ୟନ୍ତ ଆପଣଙ୍କ ପାଖକୁ ଆସିନି, ଆପଣଙ୍କ ସହିତ ସମ୍ପର୍କ ରଖିନି, ସିଏ ଗୋଟେ ମୁହୂର୍ତ୍ତ ବି ରହିପାରିବନି। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଯଦି ଆପଣ କେଉଁ ଝିଅ ବା ବିବାହିତା ନାରୀକୁ ମନେ ମନେ ଭଲ ପାଉଛନ୍ତି, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ବା ନାରୀ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ଆପଣଙ୍କର ସବୁ ଇଚ୍ଛା ପୂରଣ କରୁ, ତେବେ ମାତ୍ର ଥରେ ମୋ କଥା ମାନି ଆଜିର ଏହି ବଶୀକରଣ କରିକି ଦେଖନ୍ତୁ। ହଁ ଫ୍ରେଣ୍ଡସ୍, ଦୁଇଟି ଲବଙ୍ଗର ଏହି ବଶୀକରଣ ସବୁଠାରୁ ଶକ୍ତିଶାଳୀ ବଶୀକରଣ। ଏହାର ପ୍ରୟୋଗରେ ଆପଣ ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ମୁହୂର୍ତ୍ତକ ଭିତରେ ପଟେଇ ପାରିବେ। ସୁନ୍ଦରୀ ପଡ଼ିଶା ଘର ଭାଉଜଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ଫେରାଇ ଆଣିପାରିବେ। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିବେନି, କାହିଁକି ନା ଏହାର କୌଣସି ପ୍ରକାର କାଟ ନାହିଁ। ତେଣୁ ଏହି ବଶୀକରଣକୁ ଆପଣ ଭାବିଚିନ୍ତିକି ପ୍ରୟୋଗ କରିବେ। ଯଦି ଆପଣ କେଉଁ ଝିଅକୁ ବହୁ ଦିନ ହେଲା ଭଲ ପାଉଛନ୍ତି, ତା ପଛରେ ଗୋଡ଼େଇ ଗୋଡ଼େଇ ଥକିଗଲେଣି, ହେଲେ ସେ ଝିଅ ଆପଣଙ୍କୁ ଭାव ଦେଉନି, ଆପଣଙ୍କୁ ଅଣଦେଖା କରୁଛି, ଅନ୍ୟ କାହାକୁ ଭଲ ପାଉଛି, ଅନ୍ୟ କାହା ସହିତ କଥା ହେଉଛି, ଆଉ ଆପଣ ସେ ଝିଅକୁ ପଟେଇବାକୁ ଚାହୁଁଛନ୍ତି, ତେବେ ମାତ୍ର ଥରେ ମୋ କଥା ମାନି ଦୁଇଟି ଲବଙ୍ଗରେ ଏହି ବଶୀକରଣ କରିକି ଦେଖନ୍ତୁ। ତାପରେ ଦେଖିବେ କିପରି ସେ ଝିଅ ନିଜେ ଆସି ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଏହି ବଶୀକରଣକୁ କେଉଁ ବି ପୁଅ ବା ଝିଅ ଅତି ସହଜରେ କରିପାରିବେ। ନିଜ ପ୍ରେମକୁ ପାଇବା ପାଇଁ, ନିଜ ପ୍ରେମକୁ ହାସଲ କରିବା ପାଇଁ ବିନା କୌଣସି ପଇସା ଖର୍ଚ୍ଚ କରି ଘରେ ବସି ବସି ଏହି ବଶୀକରଣ କରିପାରିବେ। ତେବେ ଏହି ବଶୀକରଣ ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ, ମୁଁ ଆପଣଙ୍କୁ ଶିଖେଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ଶିଖେଇବି। ଜାଣିବା ପାଇଁ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖିବେ। ଅଧାରୁ ଛାଡ଼ିକି ପଳେଇଲେ ଆପଣ କିଛି ବି ବୁଝିପାରିବେନି। ପରେ ଆପଣ କମେଣ୍ଟ କରିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ଦେଖନ୍ତୁ, ଯେଉଁପରି ଆପଣ ଭଗବାନଙ୍କୁ ମାନୁଛନ୍ତି, ଭଗବାନଙ୍କ ଉପରେ ବିଶ୍ୱାସ ରଖିଛନ୍ତି, ନିଜର ସବୁ ଦୁଃଖ କଷ୍ଟ ଅସୁବିଧା ଭଗବାନଙ୍କୁ ଜଣାଉଛନ୍ତି, ଯଦି ସେ ଅସୁବିଧାର ସମାଧାନ ନ ହେଲା, ତାର ମାନେ ନୁହେଁ କି ଭଗବାନ ନାହାନ୍ତି। ସେହିପରି ତନ୍ତ୍ର ମନ୍ତ୍ର ହୁଏ, ବଶୀକରଣ କାମ କରେ, କିନ୍ତୁ ଏହାକୁ ଆପଣଙ୍କୁ ସିଦ୍ଧ କରିବାକୁ ପଡ଼ିବ। ପ୍ରୟୋଗ ବିଧିକୁ ଠିକ୍ ଭାବରେ କରିବାକୁ ପଡ଼ିବ। ମୁଁ ଆପଣଙ୍କୁ ଯେମିତି ଶିଖେଇବି, ଆପଣଙ୍କୁ ଠିକ୍ ସେହିପରି କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି, ଆପଣ ଯେଉଁ ଝିଅ ବା ବିବାହିତା ନାରୀ ଉପରେ ଏହି ବଶୀକରଣ ପ୍ରୟୋଗ କରିଦେବେ, ସିଏ ସେହି ସମୟଠାରୁ ଆପଣଙ୍କ ବଶରେ ହୋଇଯିବ, ଯାହା ଚାହିଁବେ ତାହା କରିବ, କୌଣସି ପ୍ରକାର ବାଧା ଦେବ ନାହିଁ।
ତେବେ ଏହି ବଶୀକରଣ ଆପଣ କିପରି କରିବେ ବିଧିଟି ଜାଣିବା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ନୂଆ ଆସିଛନ୍ତି ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ସର୍ବପ୍ରଥମେ ଆପଣ ଦେଖିପାରିବେ ଆଉ ତାର ଲାଭ ପାଇପାରିବେ। ତେବେ ଚାଲନ୍ତୁ ଜାଣିବା ଏହି ବଶୀକରଣ ଆପଣ କିପରି କରିବେ। ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେବଳ ମଙ୍ଗଳବାର କିମ୍ବା ଶନିବାର ଦିନ କରିବେ। ରାତିରେ ଶୋଇବା ପୂର୍ବରୁ କରିବେ। ବିଧିଟି କରିବା ପୂର୍ବରୁ ଭଲ ଭାବରେ ହାତ ଗୋଡ଼ ଧୋଇକି ସଫା ବସ୍ତ୍ର ପିନ୍ଧିକି ଆପଣ ଏହି ବଶୀକରଣ ଆରମ୍ଭ କରିବେ। ପ୍ରଥମେ ଆପଣ କ'ଣ କରିବେ, ଖଣ୍ଡେ ସାଧା କାଗଜ ଆଣିବେ ଆଉ 2ଟା ଲବଙ୍ଗ ଆଣିବେ। କାଗଜରେ ଆପଣ ଗୋଟିଏ ମନ୍ତ୍ର ଲେଖିବେ। ମନେ ରଖନ୍ତୁ, ଏହି ବିଧିକୁ କରିବା ପୂର୍ବରୁ ଆପଣ ନାଲି ରଙ୍ଗର ଆସନ ପକାଇକି ଦକ୍ଷିଣ ଦିଗକୁ ମୁହଁ କରିକି ବସି ପଡ଼ିବେ। ତାପରେ ଏହି ବଶୀକରଣ ଆରମ୍ଭ କରିବେ। 2ଟା ଲବଙ୍ଗ ଆଣିବେ ଆଉ କାଗଜ ଆଣିବେ। କାଗଜରେ ଆପଣ ଏହି ମନ୍ତ୍ର ଲେଖିବେ। ଧ୍ୟାନ ସହିତ ମନ୍ତ୍ରଟି ଦେଖନ୍ତୁ। ଓମ୍ ଚନ୍ ଚାମୁଣ୍ଡାୟ ଆମୁକଂ ବଶ୍ୟಂ ଫଟ୍ ଫଟ୍ ସ୍ୱାହା। ଆମୁକଂ ଜାଗାରେ ଆପଣ ସେଇ ଝିଅ ବା ନାରୀର ନାମ ଲେଖିବେ ଯାହାକୁ ଆପଣ ନିଜ ବଶରେ କରିବାକୁ ଚାହୁଁଛନ୍ତି। ତାପରେ ଯେଉଁ 2ଟା ଲବଙ୍ଗ ଆଣିଛନ୍ତି ସେ 2ଟା ଲବଙ୍ଗକୁ ଡାହାଣ ହାତରେ ମୁଠେଇକି ଧରିବେ ଆଉ ଆଖି ବନ୍ଦ କରିକି ସେଇ ଝିଅ ବା ନାରୀକୁ ମନେ ମନେ ଭାବିବେ। ତାର ମୁହଁକୁ ନିଜ ମନରେ ଭାବିବେ। ତାପରେ ଏହି ମନ୍ତ୍ରକୁ 21 ଥର ପଢ଼ିବେ। ଓମ୍ ଚନ୍ ଚାମୁଣ୍ଡାୟ ଆମୁକଂ ବଶ୍ୟಂ ଫଟ୍ ଫଟ୍ ସ୍ୱାହା। ଓମ୍ ଚନ୍ ଚାମୁଣ୍ଡାୟ ଆମୁକଂ ବଶ୍ୟಂ ଫଟ୍ ଫଟ୍ ସ୍ୱାହା। ଆମୁକଂ ଜାଗାରେ ଆପଣ ସେଇ ଝିଅ ବା ନାରୀର ନାମ କହିବେ ଯାହାକୁ ଆପଣ ବଶରେ କରିବାକୁ ଚାହୁଁଛନ୍ତି। ମନ୍ତ୍ରକୁ ଆପଣ ଏହିପରି 21 ଥର ପଢ଼ିବେ। 21 ଥର ମନ୍ତ୍ର ପଢ଼ି ସାରିବା ପରେ ଆପଣ କ'ଣ କରିବେ, ମୁଠା ଖୋଲିବେ ଆଉ ସେ ଲବଙ୍ଗରେ 3 ଥର ଫୁଙ୍କିଦେବେ। ଏତିକି କରିସାରିବା ପରେ ଆପଣ ଏ ମନ୍ତ୍ର କାଗଜ ଆଉ ଲବଙ୍ଗକୁ ଭଲ ଭାବରେ ମୋଡ଼ିକି ନିଜର ଶୋଇବା ତକିଆ ତଳେ ରଖିକି ଶୋଇପଡ଼ିବେ। ସକାଳୁ ଉଠିବା ମାତ୍ରେ ଆପଣ କ'ଣ କରିବେ, ଏ ଲବଙ୍ଗ ଆଉ ମନ୍ତ୍ର କାଗଜକୁ ନେଇକି ଘର ବାହାରେ ଜାଳିଦେବେ। ଗ୍ୟାରେଣ୍ଟି ଦେଉଛି, ଯେମିତି ଆପଣ ଲବଙ୍ଗ ଆଉ କାଗଜକୁ ଜାଳିବେ ସେହି ସମୟଠାରୁ ପ୍ରଭାବ ପଡ଼ିବା ଆରମ୍ଭ ହୋଇଯିବ। ସେ ଝିଅ ହେଉ ବା ବିବାହିତା ନାରୀ ବିଚଳିତ ହୋଇ ଉଠିବ। ଆପଣଙ୍କ ପାଖକୁ ଆସିବା ପାଇଁ ଛଟପଟ ହେବ। ମନେ ରଖନ୍ତୁ, ମୁଁ ଆପଣଙ୍କୁ ଆଉ ଥରେ କହି ରଖୁଛି, ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିବେନି। କାହିଁକିନା ଏହି ବଶୀକରଣ ହେଉଛି ପ୍ରଚଣ୍ଡ ମହାଶକ୍ତିଶାଳୀ ବଶୀକରଣ। ଏହାର କୌଣସି ପ୍ରକାର କାଟ ନାହିଁ। ଯେଉଁ ଝିଅ ବା ନାରୀ ଉପରେ ଆପଣ ଏହି ବଶୀକରଣ ପ୍ରୟୋଗ କରିଦେବେ ସିଏ ସାରା ଜୀବନ ପାଇଁ ଆପଣଙ୍କ ବଶରେ ହେଇଯିବ। ଆପଣଙ୍କର ଗୁଲାମୀ କରିବ। ଆପଣ ତାକୁ ଯାହା କହିବେ, ଯେମିତି କହିବେ ସିଏ କରିବ। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ଏହି ବଶୀକରଣକୁ ଆପଣ ଭାବିଚିନ୍ତିକି ପ୍ରୟୋଗ କରିବେ। ଧନ୍ୟବାଦ।